ଯମୁନା ନଦୀ କୂଳରେ ଗୋଟିଏ ଜାମୁକୁଳି ଗଛଟିଏ ଥିଲା। ସେହି ଜାମୁକୁଳି ଗଛରେ ବହୁତ ଜାମୁକୁଳି ଫଳୁଥିଲା। ଜାମୁକୁଳି ଗୁଡ଼ିକ ବହୁତ ମିଠା ମଧ୍ୟ ଥିଲା। ପାଖ ଜଙ୍ଗଲରୁ ଗୋଟିଏ ମାଙ୍କଡ଼ ସବୁଦିନ ନଦୀ ପାଖକୁ ଚାଲି ଆସୁଥିଲା ଏବଂ ଜାମୁକୁଳି ଗଛ ଉପରକୁ ଚଢ଼ି ମନଭରି ଜାମୁକୁଳି ଖାଉଥିଲା। ସେହି ଯମୁନା ନଦୀର ଗଭୀର ଜଳରେ ଗୋଟିଏ କୁମ୍ଭୀର ରହୁଥିଲା। କୁମ୍ଭୀରଟି ବେଳେବେଳେ ନଦୀ କୂଳକୁ ବୁଲିବାକୁ ଆସୁଥିଲା। ଦିନେ କୁମ୍ଭୀରଟି ନଦୀ କୂଳରେ ବୁଲୁ ବୁଲୁ ଜାମୁକୁଳି ଗଛ ନିକଟକୁ ଆସିଲା। ସେ ଦେଖିଲା ଗଛ ଉପରେ ବସି ମାଙ୍କଡ଼ ମଉଜରେ ଜାମୁକୁଳି ଖାଉଛି। କୁମ୍ଭୀରଟି ଆଉ ଟିକିଏ ପାଖକୁ ଯାଇ ପାଣିରେ ପଡ଼ିଥିବା ଜାମୁକୁଳି ଖାଇଲା। ତାକୁ ଜାମୁକୁଳି ବହୁତ ମିଠା ଲାଗିଲା। ଏମିତି ସବୁଦିନ ମାଙ୍କଡ଼ ଓ କୁମ୍ଭୀର ଆସି ଜାମୁକୁଳି ଖାଉଥିଲେ ଓ ମନ ଖୁସିରେ ନିଜ ନିଜ ଘରକୁ ଫେରି ଯାଉଥିଲେ। ମାଙ୍କଡ଼ ଓ କୁମ୍ଭୀର ସବୁଦିନ ଦେଖାଦେଖି ହେବା ଫଳରେ ଦୁଇ ଜଣ ପରସ୍ପର ସଙ୍ଗାତ ବସିଲେ। ମାଙ୍କଡ଼ ଗଛ ଉପରୁ ଜାମୁକୁଳି ତୋଳି ପାଣିରେ ଥିବା କୁମ୍ଭୀର ନିକଟକୁ ପକେଇ ଦିଏ। କୁମ୍ଭୀର ମନ ଖୁସିରେ ଜାମୁକୁଳି ଖାଉଥିଲା ଓ ତା ଘରକୁ ମଧ୍ୟ ନେଇଯାଉଥିଲା। ଏମିତି ଦୁଇ ସଙ୍ଗାତ ପରସ୍ପରକୁ ସବୁଦିନ ଦେଖା ହେଉଥିଲେ ଓ ଜାମୁକୁଳି ଖାଉଥିଲେ। ଦିନକର ଘଟଣା କୁମ୍ଭୀର ଚିନ୍ତା କଲା, ଏ ଜାମୁକୁଳି ଗୁଡ଼ିକ ତ ଏତେ ମିଠା, ମାଙ୍କଡ଼ ତ ସବୁଦିନ ଜାମୁକୁଳି ଖାଉଛି, ତା କଲିଜା କେତେ ମିଠା ହୋଇନଥିବ। କୁମ୍ଭୀର ମାଙ୍କଡ଼ର କଲିଜା ଖାଇବାକୁ ଲୋଭ କଲା। ଦିନେ କୁମ୍ଭୀର ମାଙ୍କଡ଼କୁ କହିଲା, ସଙ୍ଗାତ, ମୁଁ ତୁମକୁ ଗୋଟିଏ କଥା କହିବି ବୋଲି ଭାବୁଛି। କାଳେ ଖରାପ ଭାବିବ ବୋଲି କହୁନଥିଲି। ଯଦି ମୋ କଥା ରଖିବ ତେବେ କଥାଟି କ'ଣ ମୁଁ କହିବି। କୁମ୍ଭୀରର କଥା ଶୁଣି ମାଙ୍କଡ଼ କହିଲା, ନା ନା ସଙ୍ଗାତ, ମୁଁ କାହିଁକି ଖରାପ ଭାବିବି, ତୁମେ କୁହ। କୁମ୍ଭୀର କହିଲା, ସଙ୍ଗାତ, ବହୁ ଦିନରୁ ତମ ସଙ୍ଗାତୁଣୀ ତମକୁ ଦେଖା କରିବାକୁ ଆସିବେ ବୋଲି ଆସିପାରୁନାହାନ୍ତି। ତାଙ୍କର ଦେହ ଟିକିଏ ଖରାପ ଯେ ସେ ଉଠି ବସି ପାରୁନାହାନ୍ତି। ସେ କହୁଥିଲେ ସଙ୍ଗାତକୁ ଯଦି ଟିକିଏ ଆଣନ୍ତ ତେବେ ଭଲ ହୁଅନ୍ତା। ମାଙ୍କଡ଼ କହିଲା, ଓଃ, ଏଇ କଥା। ମୁଁ ମଧ୍ୟ ସଙ୍ଗାତୁଣୀଙ୍କୁ ଦେଖିବାକୁ ବହୁତ ଇଚ୍ଛା କରୁଛି, ହେଲେ ଏତେ ଗଭୀର ପାଣିରେ ମୁଁ ଯିବି କେମିତି? କୁମ୍ଭୀର ହସିଲା ଓ କହିଲା, ସଙ୍ଗାତ, ମୁଁ ପରା ଅଛି। ତୁମେ ମୋ ପିଠି ଉପରେ ବସିବ, ମୁଁ ତୁମକୁ ସଙ୍ଗାତୁଣୀଙ୍କ ପାଖକୁ ନେଇଯିବି ଓ ପୁଣି ଆଣି କୂଳରେ ଛାଡ଼ିଦେବି। ମାଙ୍କଡ଼ ଖୁସି ହୋଇଗଲା। ସେ ଚଟାପଟ ଗଛ ଡାଳରୁ ଡିଆଁ ମାରି କୁମ୍ଭୀର ପିଠିରେ ବସିଲା। କୁମ୍ଭୀର ଧୀରେ ଧୀରେ ମଝି ନଦୀ ଆଡ଼କୁ ଗଲା। ଯେତେବେଳେ କୁମ୍ଭୀର ମଝି ନଦୀ ହୋଇଛି, କୁମ୍ଭୀର ମାଙ୍କଡ଼କୁ କହିଲା, ସଙ୍ଗାତ, କଥା କ'ଣ କି? ତୁମ ସଙ୍ଗାତୁଣୀ ତୁମେ ପଠେଇଥିବା ଜାମୁକୁଳି ଖାଇ ବହୁତ ଖୁସି ହେଲା। ସେ କହିଲା, ଜାମୁକୁଳି ତ ଏତେ ମିଠା ଲାଗୁଛି, ସଙ୍ଗାତର କଲିଜା ତ ଏହାଠାରୁ ଆହୁରି ମିଠା ଲାଗିବ। ଯେହେତୁ ସେ ସବୁଦିନ ଜାମୁକୁଳି ଖାଉଛନ୍ତି, ତେଣୁ ସଙ୍ଗାତ ମନ ଦୁଃଖ କରିବ ନାହିଁ। ସେ ତୁମର କଲିଜା ଖାଇବେ ବୋଲି ଜିଦ୍ ଧରି ବସିଲେ। ସେଥିପାଇଁ ମୁଁ ତୁମକୁ ମିଛ କହି ଆଣିଲି। କୁମ୍ଭୀରର କଥା ଶୁଣି ମାଙ୍କଡ଼ ଚିନ୍ତାରେ ପଡ଼ିଗଲା। ସେ କୁମ୍ଭୀରକୁ କହିଲା, ସଙ୍ଗାତ, ଏଇ ସାମାନ୍ୟ କଥା ପାଇଁ ତୁମେ ମୋତେ ମିଛ କହିଲ? ବିଚରା ସଙ୍ଗାତୁଣୀ କେତେ ଆଶା କରୁଥିଲେ। କୁମ୍ଭୀର ମାଙ୍କଡ଼କୁ କହିଲା, ସଙ୍ଗାତ, କ'ଣ ହେଲା କି? ମାଙ୍କଡ଼ କୁମ୍ଭୀରକୁ କହିଲା, ସଙ୍ଗାତ, ସଙ୍ଗାତୁଣୀ ଯଦି ମୋ କଲିଜା ଖାଇବାକୁ ଜିଦ୍ ଧରିଥିଲେ ତେବେ ସେଠାରେ ମୋତେ କହିବା କଥା ଥିଲା। ମୁଁ ମୋ କଲିଜାକୁ ଗଛ କରଡ଼ରେ ରଖିଦେଇ ଆସିଛି। କୁମ୍ଭୀର ମାଙ୍କଡ଼କୁ କହିଲା, ତାହେଲେ କ'ଣ କରିବା? ମାଙ୍କଡ଼ କୁମ୍ଭୀରକୁ କହିଲା, ଆଉ କ'ଣ କରିବା? ଚାଲ ଚାଲ, ସେ ଗଛ କରଡ଼ରୁ କଲିଜାଟାକୁ ଶୀଘ୍ର ନେଇ ଆସିବା। ସେପଟେ ସଙ୍ଗାତୁଣୀ ଚାହିଁଥିବେ। କୁମ୍ଭୀର ପୁଣି ମାଙ୍କଡ଼କୁ ପିଠିରେ ବସାଇ କୂଳରେ ଥିବା ଜାମୁକୁଳି ଗଛ ପାଖକୁ ଆସିଲା। କୁମ୍ଭୀର ଯେମିତି କୂଳରେ ଆସି ପହଞ୍ଚିଛି, ମାଙ୍କଡ଼ ଚଟ୍କି ଗଛ ଡାଳ ଉପରକୁ ଡେଇଁଲା ଓ କହିଲା, ଆରେ ବୋକା କୁମ୍ଭୀର, ଦେହ ଭିତରେ କଲିଜା ଥାଏ, ଦେହଠାରୁ କ'ଣ କଲିଜା ଅଲଗା ରହେ? ତୁ ଭାବୁଥିଲୁ ମୋତେ ମାରି ମୋ କଲିଜା ଖାଇବୁ ବୋଲି, ନୁହେଁ? ଆଜିଠାରୁ ତୋର ମୋର ସଙ୍ଗାତ କଟିଲା। ଦେଖିଲ ତ ପିଲାମାନେ, ମାଙ୍କଡ଼ର ଉପସ୍ଥିତି ବୁଦ୍ଧି ଯୋଗୁଁ କେମିତି କୁମ୍ଭୀରଠାରୁ ନିଜକୁ ଉଦ୍ଧାର କରିପାରିଲା ବା ନିଜ ଜୀବନକୁ ବଞ୍ଚେଇଲା। ଏହି ଗପରୁ ଆମେ ଏହି ଶିକ୍ଷା ପାଇଲେ ଯେ ଯେତେ ବଡ଼ ବିପଦ ଆସୁ ପଛକେ ଧୈର୍ଯ୍ୟହରା ନ ହୋଇ
ସାହସର ସହିତ ତାହାକୁ ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ କି? ଧନ୍ୟବାଦ।